Hello everyone, welcome to my channel again. Today's theme idolatry, ପ୍ରତିମା ପୂଜା ବା ମୂର୍ତ୍ତି ପୂଜା। ପ୍ରିୟମାନେ ଆପଣମାନେ କହୁଥିବେ କାହିଁ ଖ୍ରୀଷ୍ଟିଆନ ଲୋକମାନେ କାହିଁକି ମୂର୍ତ୍ତି ପୂଜା କରୁନାହାନ୍ତି, ପ୍ରତିମା ପୂଜା କରୁନାହାନ୍ତି, ଫଟୋ ରଖୁନାହାନ୍ତି, ଗଛରେ ଇଏ କରୁନାହାନ୍ତି, ମୂର୍ତ୍ତି ପୂଜା କରୁନାହାନ୍ତି, ଏମିତି ସବୁ ଆପଣ ଭାବୁଥିବେ। ଆକ୍ଚୁଆଲି କ'ଣ ପୁରାତନ ନିୟମରେ ମାନେ ଯୀଶୁଖ୍ରୀଷ୍ଟ ଆସିବା ପୂର୍ବରୁ ଇତିହାସରେ କ'ଣ ଏଇ ଯେଉଁ ପ୍ରତିମା ପୂଜା ସବୁ ହେଉଥିଲା କି ସେ ବିଷୟ ଆମ ଆଗ ଫାଷ୍ଟ ଜାଣିବା ଦରକାର। ଆମ ହିନ୍ଦୁ ଇଏରେ ଆମେ ଜାଣିଛେ ଯେ ଆମେ ପ୍ରତିମା ପୂଜା କରନ୍ତି, ମୂର୍ତ୍ତି ପୂଜା କରନ୍ତି, ଫଟୋ ଇଏ କରନ୍ତି, ଗାଈକୁ କ'ଣ ଗୋମାତା ଭାବରେ ପାଳନ କରନ୍ତି, ବିଶ୍ୱାସ କରନ୍ତି 33 କୋଟି ଦେବତା ଦେବଦେବୀ ସମସ୍ତେ ସେଇ ମାଆଙ୍କ ଠାରେ ବାସ କରନ୍ତି ବୋଲି ସମସ୍ତଙ୍କର ଗୋଟେ ବିଶ୍ୱାସ। ମୁସଲିମ ରିଲିଜିଅନରେ ମଧ୍ୟ ଟୋଟାଲି କିନ୍ତୁ କ'ଣ ପ୍ରତିମା ପୂଜା କରିବା ଗୋଟେ ପାପ, ମୂର୍ତ୍ତି ପୂଜା ପ୍ରତିମା ପୂଜା କରିବ ନାହିଁ ବୋଲି ସେ ଟୋଟାଲି ଷ୍ଟ୍ରିକ୍ଟ ଲେଖା ହେଇଛି। ଯଦି ଦେଖିବାକୁ ଗଲେ ୱାନ୍ ଟାଇପ୍ ଅଫ୍ ବାଇବେଲରେ ମଧ୍ୟ ପୁରାତନ ନିୟମରେ ଈଶ୍ୱର କିନ୍ତୁ କହିଥିଲେ ପ୍ରତିମା ପୂଜା ବା ମୂର୍ତ୍ତି ପୂଜା କରିବ ନାହିଁ ବୋଲି। କିନ୍ତୁ ସେହି ସମୟରେ ମଧ୍ୟ ପୁରାତନ ନିୟମରେ ପ୍ରିୟମାନେ ଲୋକମାନେ ମଧ୍ୟ କ'ଣ ପ୍ରତିମା ପୂଜା କରୁଥିଲେ। ଈଶ୍ୱର ତାଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ଯେହେତୁ ଈଶ୍ୱର ସେ ଦେଖିନଥିଲେ। ଆଉ ଗୋଟେ ଜାଗା ଗୋଟେ ସିନ୍ୟ ଆଉ ପର୍ବତ ବୋଲି ସେଇ ଜାଗାରେ ସେମାନେ କ'ଣ ଗୋଟେ ବାଛୁରୀକୁ ଗୋଟେ ପ୍ରତିମା ବନେଇକି ସେଠି ସେ କ'ଣ ଆଉ ପୂଜା କରିବା ପାଇଁ ଆରମ୍ଭ କଲେ, ପ୍ରତିମା ପୂଜା କରୁଥିଲେ। ତ ଏବେ ପ୍ରଶ୍ନ ଯେ ବର୍ତ୍ତମାନ ସମୟରେ କ'ଣ ବାଇବେଲ ଆଲାଉ କରୁଛି କି ପ୍ରତିମା ପୂଜା ଆଇଡଲ୍ଟ୍ରି? ଆପଣ ଯଦି ଚିନ୍ତା କରିବେ ଆମର କ୍ୟାଥଲିକ୍, ପେଣ୍ଟିକଷ୍ଟ, ବାପ୍ଟିଷ୍ଟ ଏ ସମସ୍ତ ଖ୍ରୀଷ୍ଟିଆନ ମାନେ ସମସ୍ତେ ଅଛନ୍ତି। ସ୍ପେଶିଆଲି ଆପଣ ଜାଣିଥିବେ କ୍ୟାଥଲିକ୍ ଯେଉଁମାନେ ମୂର୍ତ୍ତି ପୂଜା କରନ୍ତି, ମରିୟମଙ୍କର ଯୀଶୁଙ୍କର ପୂଜା କରନ୍ତି, କ୍ରସ୍କୁ ଇଏ କରନ୍ତି, ସବୁ ବିଷୟ କରନ୍ତି, ସେ କହିବାକୁ ଗଲେ ସେଇଟା ବି ବାଇବେଲ ଆଲାଉ ପ୍ରକୃତରେ କରେ ନାହିଁ। ଆପଣ ଚିନ୍ତା କରନ୍ତୁ କାହିଁକି ଖ୍ରୀଷ୍ଟିଆନ ମାନେ ମୂର୍ତ୍ତି ପୂଜା କରନ୍ତି ନାହିଁ। ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଲେ ଜଗତକୁ, ଆସିଲେ ଆମ ପାଇଁ ନିଜର ଜୀବନ ଦେଲେ, ରକ୍ତ ଝରିଲେ, ସେ ମରିକି ସେ ଉଠିଲେ। ପ୍ରିୟମାନେ ମରିକି ଉଠିକି ସେ ଜଗତ ସେ ସ୍ୱର୍ଗ ଯାଇଛନ୍ତି, ସ୍ୱର୍ଗ ପିତାଙ୍କଠାରେ ପିତାଙ୍କର ଦକ୍ଷିଣ ପାର୍ଶ୍ୱ ସେ ବସିଛନ୍ତି। ଯେହେତୁ ସେ ଜଣେ ମରିକି ସେ ଉଠିଛନ୍ତି, ଜଣେ ମରିଗଲା ପରେ ଆମେ କ'ଣ କରୁ, ତାର କ'ଣ ଫଟୋରେ ମାଳ ଦେଉ, ଫୁଲ ମାଳ ଦେଉ ବା ନମସ୍କାର କରୁ ବା ଇଏ କରୁ। ତ ପ୍ରଭୁ ଯୀଶୁ ଯଦି ସେ ମରିକି ଉଠିଛନ୍ତି, ତ ମରିକି ଜଣେ ଉଠିଛି, ତାହେଲେ ତାଙ୍କର ପ୍ରତିମା, ତାଙ୍କର ଫଟୋ ଆମେ ଇଏ କରି କେମିତି ତାଙ୍କୁ ପୂଜା କରିପାରିବା? ଯେହେତୁ ସେ ଜୀବିତ ବଞ୍ଚିତ। ଆପଣ କ'ଣ ବଞ୍ଚିଥିବେ, ଆପଣଙ୍କୁ ଫଟୋରେ ମାଳ ଦେଲେ ଆପଣଙ୍କୁ ପୂଜା କ'ଣ ଭଲ ଲାଗୁଛି? ତ ସେଇ ଉଦ୍ଦେଶ୍ୟ, ତେଣୁ ଆପଣ ଭାବନ୍ତୁନି ଯେ ଆମର ଖ୍ରୀଷ୍ଟିଆନ ମାନେ ଆମ ରିଲିଜିଅନକୁ ନିନ୍ଦା କରୁଛନ୍ତି, ଇଏ କରୁଛନ୍ତି, ପ୍ରତିମା ପୂଜା କରୁନାହାନ୍ତି, ମୂର୍ତ୍ତି ପୂଜା କରୁନାହାନ୍ତି ଏମିତି ବୋଲି ରଙ୍ଗ କନସେପ୍ଟ। ଆଉ ଗୋଟେ ବିଷୟ ମନେ ରଖନ୍ତୁ, ଈଶ୍ୱର ସବୁଆଡ଼େ ଅଛନ୍ତି, ସବୁ ଜାଗାରେ, ମନ୍ଦିର, ଚର୍ଚ୍ଚ, ଗିର୍ଜାରେ ଯେ ଅଛନ୍ତି ତାହା ନୁହଁ, ସବୁଆଡ଼େ ସେ ଅଛନ୍ତି। ଆମେ ଯଦି ପ୍ରାର୍ଥନା କଲେ, ଡାକିଲେ, ସେ ଶୁଣିବେ।